ଚିଙ୍ଗୁଡ଼ି କିଣିବାକୁ ଯାଇଥିଲି, ତେଲ ସରିଗଲା। ସ୍କୁଟି ପେଲିଲା ବେଳକୁ ଲାଗିଲା ପ୍ରାଣବାୟୁଟା ଏବେ ଉଡ଼ିଯିବ କି। ଯାହା ହଉ କଷ୍ଟମଷ୍ଟେ ଟିକେ ଚିଆ ପାଣି ପିଇ ଘରେ ଆସିକି ଭଲରେ ପହଞ୍ଚି ଯାଇଥିଲି। ଆଉ ତାପରେ ଲାଗି ପଡ଼ିଲି ଚିଙ୍ଗୁଡ଼ି ଆଉ ବନ୍ଧାକୋବିର ଗୋଟେ ବଢ଼ିଆ ଘାଣ୍ଟ କି ଆପଣ ଫ୍ରାଏ ଯାହା ବି କହିପାରିବେ। ମସଲାରେ ବାଟିବେ ଅଦା, ରସୁଣ, ଶୁଖିଲା ଲଙ୍କା, ଜିରା ଆଉ ଟିକେ ଶୁଖିଲା ନଡ଼ିଆ। ତାପରେ ତେଲରେ ଟିକେ ଗୋଟା ମସଲା ପକାଇବେ, ପିଆଜ ପକାଇବେ, ଏଇଠି ବଟା ମସଲା ଯେଉଁ ବାଟିବେ ସେଇଟା ପକାଇଦେବେ, ଏଇଠି ଶୁଖିଲା ମସଲା କିଛି ପକାଇବେ। ତାପରେ ବନ୍ଧାକୋବିକି ଦେଖନ୍ତୁ ଟିକେ ଲମ୍ବା ଲମ୍ବା କରି କାଟିଥିବେ ପକାଇବେ, ଆଳୁ କାଟିଥିବେ ପକାଇବେ, ଟମାଟୋ ତା ଉପରେ ପକାଇବେ, ଲୁଣ ପକାଇବେ। ସେଇଟାକୁ ଘୋଡ଼େଇ 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 ଧୀରେ 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 କଷିବେ। ତାପରେ ହେଇ ଆସିଲା ବେଳକୁ ଚିଙ୍ଗୁଡ଼ି ପକାଇବେ, ଚିଙ୍ଗୁଡ଼ି ପକାଇକି ଅଳ୍ପ ଟିକେ କଷିବେ। ତାପରେ ଏଇଠି ଧନିଆ ପତ୍ର ପକାଇବେ, ଟିକେ କଞ୍ଚା ଲଙ୍କା ପକାଇବେ, ଲାଷ୍ଟରେ ଟିକେ ଗରମ ମସଲା। ବନ୍ଧାକୋବି ଚିଙ୍ଗୁଡ଼ି ଘାଣ୍ଟ କେବେ ବନେଇଛନ୍ତି? ଥରେ ବନେଇକି ନିହାତି ଖାଆନ୍ତୁ, କି ଆପଣ ଏଇଟା ଫ୍ରାଏ ବି କହିପାରିବେ। ଭାତ, ରୁଟି ଆଉ ଆମର ଅତି ପ୍ରିୟର ପଖାଳ ସହିତ ବି ଏଇଟାକୁ ଆପଣ ଆରାମସେ ଖାଇପାରିବେ। ଦେଖିକି ଆଉ ଲାଳ ନ ଗଡ଼େଇକି ଯାଆନ୍ତୁ ବନେଇବେ।